ଭବିଷ୍ୟତର ଯାହା ଘଟିବ ସେ କଥା କହୁଛି। ଦେଶ ଯୋଉ ଅବସ୍ଥାରେ ଅଛି, ବିପ୍ଳବ ସୁନିଶ୍ଚିତ। ହାରିବାଟା ଆଞ୍ଚଳିକ ଦଳମାନେ ଭବିଷ୍ୟତରେ ଏକ ବିରାଟ ବିପ୍ଳବର ସୂଚନା ଦଉଛି। ସେ ବିପ୍ଳବ ହବ, ଜରୁର ହବ, ତାକୁ କେହି ରଖିପାରିବେନି। ଏଇଟା ମୋର ଆପଣଙ୍କୁ ପ୍ରେଡିକ୍ସନ। ଯଦି 100ରୁ 80ରୁ ଉର୍ଦ୍ଧ୍ୱ ଲୋକ ଅସନ୍ତୋଷ ପ୍ରକାଶ ନ କରିବେ ତାହେଲେ କହିବେ ମୁଁ ଭୁଲ କହୁଛି। ନିର୍ବାଚନ ଜିତିବାର ଯୋଉ ଆକାଂକ୍ଷା, ଏ ସବୁକୁ ନେଇ ଲଢ଼େଇ କଲାବେଳେ ସେମାନେ ଜିତି ଯାଉଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହି ରଖେ, ଏହାର ଅନ୍ତ ହବ। ନିର୍ବାଚନ ଯେନେ ତେନେ ଉପାରି ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ, ସେଇଟା ତାଙ୍କର ଗୋଟେ ଦିବା ସ୍ୱପ୍ନ। ଏଇଟା ଗୋଟେ ପ୍ରହେଳିକା ତାଙ୍କ ପାଇଁ। ଯୋଉ ରାଜ୍ୟକୁ ଯାଉଛନ୍ତି ଭାରତୀୟ ଜନତା ପାର୍ଟି, ସେଇ ରାଜ୍ୟରେ କହୁଛନ୍ତି ଆମେ ଏଇ ରାଜ୍ୟକୁ ନମ୍ବର 1 କରିବୁ। ଓଡ଼ିଶା ଆସିଥିଲେ କହିକି ଯାଇଥିଲେ ନମ୍ବର 1 କରିବୁ। ଏବେ ପଶ୍ଚିମବଙ୍ଗଳା ଗଲେ କହିଲେ ନମ୍ବର 1 କରିବୁ। ଆଗରୁ ତ ଗୁଜୁରାଟକୁ ନମ୍ବର 1 କରିଛନ୍ତି, ଉତ୍ତରପ୍ରଦେଶକୁ ନମ୍ବର 1 କରିଛନ୍ତି, ବିହାରକୁ ତ ନମ୍ବର 1 କରିଛନ୍ତି, ହରିୟାଣାଠୁ ଆରମ୍ଭ କରିକି ଆପଣଙ୍କର ଆସାମ ପର୍ଯ୍ୟନ୍ତ ସବୁ ରାଜ୍ୟକୁ ସେ ନମ୍ବର 1 କରିକି ଥୋଇ ଦେଇଛନ୍ତି। ତାଙ୍କର ନମ୍ବର 1ଟା କିଏ ସେଇଟା ଟିକେ ହିସାବ ଦେବେ କି? ଆପଣ ଦେଖିବେ ପ୍ରତ୍ୟେକ ପର୍ବତର ଗୋଟେ ନିର୍ଦ୍ଦିଷ୍ଟ ଉଚ୍ଚତା ଥାଏ। ବିଜେପି କାହିଁକି ଭାବୁଛି ଯେ ତାର ଦିନେ ଡାଉନଫଲ୍ ଆସିବନି ବୋଲି? ବିଜେପି କାହିଁକି ସେଇ ଗୋଟେ ସ୍ୱପ୍ନ ରାଜ୍ୟରେ ଅଛି? ମୁଁ ପଚାରିବାକୁ ଚାହୁଁଛି ଭାରତୀୟ ଜନତା ପାର୍ଟିକୁ ଏବଂ କେନ୍ଦ୍ର ସରକାରଙ୍କୁ, ସେମାନେ କ'ଣ ନିଜେ ଗୋଟେ ଜାତୀୟ ଦଳ ହିସାବରେ ଇଲେକ୍ସନ ଲଢୁଛନ୍ତି? ତାଙ୍କ ପାଖରେ ସମସ୍ତ କେନ୍ଦ୍ରୀୟ ସଂସ୍ଥାମାନେ ସହଯୋଗୀ ଭାବରେ କାମ କରୁଛନ୍ତି। ଯେମିତି ବିଭିନ୍ନ ଜାଗାରେ ବିଭିନ୍ନ ଦଳ, ଜାତୀୟ ଦଳ, ଆଞ୍ଚଳିକ ଦଳମାନଙ୍କ ସାଥିରେ କିଛି କିଛି ଜାଗାରେ ଗଠବନ୍ଧନ କରନ୍ତି, ସେମିତି ଭାରତୀୟ ଜନତା ପାର୍ଟି ଯେତେ ସବୁ କେନ୍ଦ୍ରୀୟ ସଂସ୍ଥା ଅଛି, କେନ୍ଦ୍ରୀୟ ସଂସ୍ଥା କହିଲେ ଆପଣମାନେ ସମସ୍ତେ ଜାଣିଛନ୍ତି, ଇଲେକ୍ସନ କମିଶନ ହୁଅନ୍ତୁ, କେନ୍ଦ୍ରର ସବୁ ଏଜେନ୍ସି ମାନେ ହୁଅନ୍ତୁ, ସେମାନେ ସବୁ ତାଙ୍କ ସାଥିରେ ଆଲିଆନ୍ସ କରିଛନ୍ତି। ତେଣୁ ଗୋଟେ ଆଲାଇଡ୍ ପାର୍ଟି ମାନେ ନିର୍ବାଚନ ଲଢୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପାଖରେ ଏସବୁ ସଂସ୍ଥାମାନେ ଅଛନ୍ତି। ସେ ନିଜେ ଲଢୁଛନ୍ତି ଏବଂ ଏଇ ସଂସ୍ଥାମାନଙ୍କୁ ସେ କାର୍ଯ୍ୟରେ ଲଗାଉଛନ୍ତି, ଯାହା ଫଳରେ କି ନିର୍ବାଚନରେ ସେମାନଙ୍କର ପ୍ରାଧାନ୍ୟ ବଢ଼ି ବଢ଼ି ଚାଲିଛି। ଏବଂ ଭାରତୀୟ ଜନତା ପାର୍ଟି ପାଖରେ ହଜାର ହଜାର କୋଟି ଟଙ୍କା, ହୁଏତ ଲକ୍ଷ ଲକ୍ଷ କୋଟି ଟଙ୍କା ଥାଇପାରେ, କିନ୍ତୁ ହଜାର ହଜାର କୋଟି ଟଙ୍କା ଅଛି ବୋଲି ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ଦେଖାଉଛନ୍ତି। ସେଟା କାହିଁ କେତେ ଗୁଣ ଅଧିକା ହେଇପାରେ। ତେଣୁ ଗୋଟେ ପଟେ ଅର୍ଥ ବଳର ପ୍ରାବଲ୍ୟ, କେନ୍ଦ୍ରୀୟ ସଂସ୍ଥାମାନଙ୍କର ଦୁରୁପଯୋଗ ଏବଂ ସେମାନଙ୍କର କ୍ଷମତା ପ୍ରତି ଯେଉଁ ଲୋଭ ଆଉ କ୍ଷମତା ଲିପ୍ସା ଏବଂ ଯେନେ ତେନେ ଉପାୟରେ ନିର୍ବାଚନ ଜିତିବାର ଯେଉଁ ଆକାଂକ୍ଷା, ଏ ସବୁକୁ ନେଇ ଲଢ଼େଇ କଲାବେଳେ ସେମାନେ ଜିତି ଯାଉଛନ୍ତି। କିନ୍ତୁ ମୁଁ ଆପଣଙ୍କୁ କହି ରଖେ, ଏହାର ଅନ୍ତ ହବ। କାଲି ରେଜଲ୍ଟ ଆସିଛି, ଯେଉଁ ରେଜଲ୍ଟ ଯୋଗୁଁ ସେମାନେ ଖୁସି ହେଉଛନ୍ତି। ଆଜି ଓଡ଼ିଶାରେ ଯଦି ଜନସାଧାରଣଙ୍କୁ ପଚାରିବ, ମୁଁ ଯେତେ ଲୋକଙ୍କ ସାଥିରେ କଥା ହେଇଛି, 90% ଜନସାଧାରଣ କାହିଁକି ନା କ'ଣ ପାଇଁ ତାଙ୍କ ମନ ଭିତରେ ଅସନ୍ତୋଷ ଅଛି ଏବଂ ସେ ନିର୍ବାଚନ ଫଳାଫଳକୁ ଗ୍ରହଣ କରିପାରୁନାହାନ୍ତି। ହୁଏତ ଭାରତବର୍ଷର ସଂଖ୍ୟାଧିକ ଜନଗଣଙ୍କ ଭିତରେ ସେଇ ପ୍ରତିକ୍ରିୟା ଅଛି। ନିର୍ବାଚନ ଯେନେ ତେନେ ଉପାରି ଜିତିଗଲେ ଯେ ସମସ୍ତଙ୍କର ସମର୍ଥନ ମିଳିଯାଏ, ସେଇଟା ତାଙ୍କର ଗୋଟେ ଦିବା ସ୍ୱପ୍ନ। ଏଇଟା ଗୋଟେ ପ୍ରହେଳିକା ତାଙ୍କ ପାଇଁ ଏବଂ ସେଇ ଦିବା ସ୍ୱପ୍ନରେ ସେ ବିଭୋର ହେବେ, ତାହେଲେ ତାଙ୍କର କ୍ଷତି ହବ। ଏବଂ ଆଉ ଗୋଟେ କଥା ଆପଣମାନଙ୍କୁ କହି ରଖେ, ଆଞ୍ଚଳିକ ଦଳ ସାଥିରେ ସେଇ ରାଜ୍ୟର ଲୋକମାନଙ୍କର ଗୋଟେ ଭାବପ୍ରବଣତା ଅଛି ବା ଭାବପ୍ରବଣ ସମ୍ପର୍କ ଅଛି, ଇମୋସନାଲ ରିଲେସନସିପ୍ ଯୋଉଟା ଅଛି। ଆଞ୍ଚଳିକ ଦଳମାନେ ଯେତେବେଳେ କ୍ଷମତାକୁ ଆସନ୍ତି ବା ସେ ଦଳ ଯାହା କାର୍ଯ୍ୟକ୍ରମ କରେ, ସେ ତାଙ୍କେ ନିଜେ ନିଜର ବସ୍। କିନ୍ତୁ ବିଭିନ୍ନ ରାଜ୍ୟରେ ଯେତେବେଳେ ଜାତୀୟ ଦଳ ମାନେ ଜିତନ୍ତି, ସେଇ ରାଜ୍ୟର ନେତୃତ୍ୱ କେନ୍ଦ୍ରୀୟ ଦଳ ବା ଦିଲ୍ଲୀ ନେତୃତ୍ୱର ବିନା ପରାମର୍ଶରେ କିଛି କାମ କରିପାରିବେ ନାହିଁ। ତାଙ୍କର ଦିଲ୍ଲୀ ଯାହା କହିବ ସେ ଏଇଠି କରିବେ। ସେ ନିଜର ପ୍ରଭୁତ୍ୱ ନାହିଁ, କର୍ତ୍ତୃତ୍ୱ ନାହିଁ, କି ନିଜ ଉପରେ ନିଜେ ଯେ ବସ୍ ସେ କଥା ସେ କହିପାରିବେ ନାହିଁ। କାହିଁକିନା ତାଙ୍କର ନେତା କିଏ ହବ, ମୁଖ୍ୟମନ୍ତ୍ରୀ କିଏ ହବ, ସେଟା ଦିଲ୍ଲୀ ନିଷ୍ପତ୍ତି କରୁଛି ଏବଂ ସେମାନେ ସ୍ୱୀକାର କରିଛନ୍ତି ଆମର ଦିଲ୍ଲୀ ଯାହା ନିଷ୍ପତ୍ତି করে ଆମେ ତାହା କରୁ। ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହି ରଖେ, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ବଜେଟ୍ ଅଛି।
निज बजेट अनुसार से खर्च करते। केंद्र सरकार जो राज्य को जी अनुदान दवा कथा दब से चाहिए भी अधिका दे पार ना, कारण केंद्र बजेट हो कि राज्य बजेट हो इलास्टिक नुह। जी राजस्व आसो से बंटन करेंगे केंद्र सरकार एवं राज्य माने जी राजस्व आसो केंद्रीय अनुदान जी आसो से खर्च करेंगे। मु पचार चाहे से जो राज्य को जाऊँ भारतीय जनता पार्टी से राज्य कहते आम ये राज्य को नंबर 1 करूँ। ओडिशा आसते कहीकि जाते नंबर 1 करूँ। एवं पश्चिम बंगाल गले कहले नंबर 1 करूँ। आगुरी तो गुजरात को नंबर 1 कर, उत्तर प्रदेश को नंबर 1 कर, बिहार को तो नंबर 1 कर, हरियाणा ठू आरंभ करके आपणकर आसाम पर्यंत सबू राज्य को से नंबर 1 कर थोई नंबर 1 टा किए से हिसाब देवे कि एवं गोटे टंका को राज्य को अधिका दे पार क्षमता रखिंट कि। किंतु दुख और परितापर कथा मु जो कथा बारंबार कही भारत वर्ष आज पर्यंत गोटे सेतटा प्रशिक्षित देश हो पारला ना, जहाँफल कि निर्वाचन रे अनेक गुड़िए लोभ सृष्टि करने प्रतिश्रुति गुड़ाक लोक मान अनेक समय विभ्रांति करुच्ची। साथ कौटी भय साथ कौटी अर्थर प्राबल्य साथ बाहुबलर प्रयोग साथ भविष्यतर सुनेली स्वप्न ये सब गुड़ाक मिसेदेले गोटे सुस्थ गणतंत्र बोली कहुनि। मुझे आपको ये प्रेडिक्ट करुच्ची, प्रेडिक्ट नुह आपन को आज ये गोटे मो भविष्यतर जहाँ घटो से कथा कहूँ। देश जो अवस्था अच्छी विप्लव सुनिश्चित 80 वर्षर स्वाधीनता पर जो 2047 विकसित देश कहते आपड़ देखिए कौन सी क्षेत्र में केंद्रीय सरकारी कर्मचारी हूँ आर्मी रे जो माने अच्छा आप देखिए से व्हाट्सअप से कथबार्ता बर्तमान जिते राज्यर सरकारी कर्मचारी हूँ बुद्धिजीवी हूँ आपणकर युव समाज हूँ महिला मानी हूँ एवं जो जेन जी पिला माने आसुँच कथा हो समस्त भितर असंतोष दाना बांधुची। किंतु जेहेतु सारा भारत वर्ष कंसल्टेशन हो पारना आंचलिक दल माने निज राज्य सीमित अच्छा गोटे बृहत्तर क्षेत्र प्रस्तुत हो पारनी बोली विप्लव होना। किंतु मत लगुच हारिबाटा आंचलिक दल माने भविष्य में एक विराट विप्लवर सूचना दौची। से विप्लव हम जरूर हम कहीं रखिपर यहाँ मोर आप प्रेडिक्शन। मो ओडिशा परिप्रेक्षी आपण कही रखी आपण माने समस्ते भल सांबादिक ग्रासरूट काम करुछंदी। ओडिशा रे आपण व्यक्तिगत भाव में जेकोसी लोक को पचारतु बा अनेक लोक को पचारतु 70-80-90 भाग लोक तांकर असंतोष प्रकाश करुछंदी। यह अर्थ विजु जनता दल प्रति कोट ना कोटी लोकंकर भल पाइबा तांको हृदय भितर अच्छी। आपण जदि एमएलए रो गणित रे कहिबे आपण जदि संख्यार गणित रे कहिबे बा किछि नेता को तांको दल को नहीं गले सेटा ही गोटे माने मापकाठी हो जिवो से ठीक नुह। आपण यू आस आपण पचारंतु 100 जन लोक को पचारंतु कोरापुट रे पचारंतु कलाहांडी रे पचारंतु मयूरभंज रे पचारंतु केन्द्रापड़ा रे पचारंतु आपण भुवनेश्वर रे पचारंतु यदि 100 रु 80 रु ऊर्ध्व लोक असंतोष प्रकाश न करेंगे ताहले कहिबे मु भूल कहूँ मत आप पनिशमेंट दे पारंती। तेणु लोकंकर असंतोषटा जितेबाला भारतीय जनता पार्टी सरकार उपर बढ़ुची सेतेबेले तांको विरुद्ध रे जो दल थिबो से ऑटोमेटिक शक्तिशाली हम। तेणु विजु जनता दल कमुची बोली जो कहउछनी आपण एतिकी सिंपाथी पाउछन वर्तमान विजु जनता दल ताहा गोटे समय को अपेक्षा रखुची केतेबेले गोटे विराट परिवर्तन भी आसी पारे। शुणु मु आपन छोटिया कथा कहूँ आपण एटा मार्क करेंगे। मु मंत्री थी सेतेबेले सोशल मीडिया रे आम प्रति आम कोई भूल थिला कि ठीक थिला दूसरा कथा
ଏବଂ ଠିକ୍ ଥିଲେ ବି କେବଳ ଗାଳି ଛଡ଼ା ଆଉ କିଛି କହୁନଥିଲା। ଏବେ ଆମର ସୋସିଆଲ ମିଡ଼ିଆ ଦେଖିଲା ବେଳକୁ ତାଙ୍କର ଟୋଲ୍ ଆର୍ମିକି ଛାଡ଼ିଦେଲେ 80-90% ଲୋକଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ କେବଳ ମିଳୁଛି। ଏଇଟା ହେଉଛି ଗୋଟେ ବିରାଟ ଉପଲବ୍ଧି। ଯୋଉ ଯୁବ ସମାଜ ତାଙ୍କୁ ତାଙ୍କ ପାଇଁ ସୋସିଆଲ ମିଡ଼ିଆରେ ସ୍ୱତଃପ୍ରବୃତ୍ତ ଖେଳୁଥିଲେ, ଆଜି ସେଇ ଯୁବ ସମାଜ 60-70% ସ୍ୱତଃପ୍ରବୃତ୍ତ ଭାବରେ ତାଙ୍କ ବିରୁଦ୍ଧରେ କହୁଛନ୍ତି। ଏଇଟା ହେଉଛି ଗୋଟେ ବଡ଼ ଉଦାହରଣ, ଗୋଟେ ବଡ଼ ମାପକାଠି। ଆପଣ ଦେଖନ୍ତୁ